हाय हेलो नमस्कार मु आपन चित्तरंजन बारिक जे एमती विभिन्न प्रकार जानिले जे इन्वेस्टमेंट केमती करे म्यूचुअल फंड केमती करिवे मैं आपको सब किछि कहिछि माने केमती आपण इन्वेस्टमेंट केमती करिवे केमती म्यूचुअल फंड रे आपण इन्वेस्टमेंट करिवे जे आज आमी जानिबा जे इंट्राडे कोन इंट्राडे रे आमी केमती कोन प्रॉफिट करछंती लोक माने एक्चुअली रे से कोन पैसा इनकम करछंती कि इंट्राडे रे कोन गोटे ग्राफ जजमेंट करी कोन सब किछि जानि करछंती इंट्राडे कोन केमिति कोन होइताय ମୁଁ ଆପଣଙ୍କୁ ଏଇ ଭିଡ଼ିଓ ସବୁ କିଛି କହିବି। ତେବେ ଆପଣ ମୋ ଭିଡ଼ିଓ ଦେଖନ୍ତୁ, ବାକି ଇନଭେଷ୍ଟମେଣ୍ଟକୁ ଲାଇକ୍ ଆଣ୍ଡ କମେଣ୍ଟ ଆଣ୍ଡ ସେୟାର କରନ୍ତୁ। ଯେତେବେଳେ ତୁମେ ଇନଭେଷ୍ଟମେଣ୍ଟ କରୁଛନ୍ତି বা କୌଣସି ସେୟାର ମାର୍କେଟ ଆପଣ ଯେତେ ଦେଖୁଛନ୍ତି ସେତେ ଷ୍ଟକ୍ ମାର୍କେଟରେ କ'ଣ କରୁଛନ୍ତି, ଷ୍ଟକ୍ ମାର୍କେଟରେ କ'ଣ ପ୍ରଥମ କୌଣସି ଇନଭେଷ୍ଟମେଣ୍ଟ ବା ଲଙ୍ଗ ଟର୍ମ କରୁଛନ୍ତି, ସେକେଣ୍ଡ କ'ଣ ଟ୍ରେଡିଂ କରୁଛନ୍ତି। ଲଙ୍ଗ ଟର୍ମରେ କ'ଣ ଆପଣ ଯେଉଁ ସେୟାରକୁ ଆପଣ ବାଇ କରିକି ସେଇଟା ଗୋଟେ ବର୍ଷ କି 2 ବର୍ଷ କି 5 ମାସ 6 ମାସ ଯେଉଁଟା ଆପଣ ଲଙ୍ଗ ଟର୍ମ ପାଇଁ ଇନଭେଷ୍ଟମେଣ୍ଟ କରୁଛନ୍ତି ଲଙ୍ଗ ଟର୍ମରେ। କିନ୍ତୁ ଟ୍ରେଡିଂରେ ଆପଣ ଦୁଇଟା କରୁଛନ୍ତି, ଗୋଟେ ଇଣ୍ଟ୍ରାଡେ କରୁଛନ୍ତି ଆଉ ଗୋଟେ ପୋଜିସନ ବା ସୁଇଂ ଟ୍ରେଡିଂ। ଇଣ୍ଟ୍ରାଡେ କ'ଣ ଯେଉଁଟା ଆପଣ ୱାନ୍ ଡେରେ ସେଇଟା ବାଇ ଆଣ୍ଡ ସେଲ୍ କରି ଯେଉଁଟା ଇଣ୍ଟ୍ରାଡେରେ ସେଇଟା ହେଉଛି ୱାନ୍ ଡେରେ ଆପଣ ବାଇ କି ସେଲ୍ କରିବେ। କିନ୍ତୁ ପୋଜିସନ କ'ଣ ଆପଣ ଯେଉଁଟା ଗୋଟେ ଦିନ ବା 4 ଦିନ କି 5 ମାସ କି 6 ମାସ ଆପଣ କୌଣସି ଜିନିଷକୁ ପୋଜିସନ କରି ରଖିବେ, ପୋଜିସନ ରଖି ସେଥିରେ ଆପଣ ଯେତିକି ପ୍ରଫିଟ୍ ବାହାରିବେ ଆପଣ ସେଥିରେ ପୋଜିସନ କରି ରଖିବେ, ସେଇଟା ପୋଜିସନ। ଇଣ୍ଟ୍ରାଡେରେ ଆପଣ କୌଣସି ଷ୍ଟକ୍ କି ଫ୍ୟୁଚର ଅପସନ ଆପଣ ସେଥିରେ ଆପଣ ଇଣ୍ଟ୍ରାଡେ ଖେଳିପାରିବେ, କିନ୍ତୁ ପୋଜିସନ ବି ଆପଣ କୌଣସି ଷ୍ଟକ୍ କି ଫ୍ୟୁଚର ଅପସନରେ ଆପଣ ସେଥିରେ ଇଣ୍ଟ୍ରାଡେ କରିପାରିବେ। କିନ୍ତୁ ଲଙ୍ଗ ଇନଭେଷ୍ଟରେ ଆପଣ କ'ଣ ସେଥିରେ ଆପଣ ଗୋଟେ ଲଙ୍ଗ ଟର୍ମରେ ଆପଣ ଇନଭେଷ୍ଟମେଣ୍ଟ କରିବେ। କିନ୍ତୁ ଯଦି ଦେଖିବା ପ୍ରଫିଟରେ ଆପଣ ଧରିଯାଏ ଲଙ୍ଗ ଇନଭେଷ୍ଟମେଣ୍ଟରେ ଧରିଯାଏ ଆପଣ କୌଣସି ଲଙ୍ଗ ଇନଭେଷ୍ଟରେ 10,000 କି 5,000 ଲଗେଇଲେ, ସେଇ ଯେତିକି ଆପଣ ପ୍ରଫିଟ୍ ବାହାରିଲା କି ଲଙ୍ଗ ଇନଭେଷ୍ଟମେଣ୍ଟ ଗୋଟେ 4-5 ବର୍ଷ ଗୋଟେ ପ୍ରଫିଟ୍ ବାହାରିଲା। କିନ୍ତୁ ଇଣ୍ଟ୍ରାଡେ ବା ପୋଜିସନରେ ଆପଣ ସେଥିରେ ଗ୍ରାଫ୍ ଜଜମେଣ୍ଟ କରିବେ। ଆପଣ ଇଣ୍ଟ୍ରାଡେରେ କ'ଣ ଜଜମେଣ୍ଟ କରିବେ ଯେ ଆପଣଙ୍କର ଏଇ ଚାର୍ଟ ବା କ୍ୟାଣ୍ଡେଲ ଯଦି ଉପରକୁ ଯିବ ଆପଣ କ'ଣ ପ୍ରଫିଟ୍ ହେବ, ଯଦି ତଳ ଯଦି ସେ ଯେତିକି ଆପଣ ଯଦି ଜଜମେଣ୍ଟ କରିବେ ଯେ ଏଇ ଗ୍ରାଫଟା ଉପରକୁ ଯିବ, ଆପଣ ଯଦି ଜଜମେଣ୍ଟ ଯଦି ଆପଣଙ୍କୁ ସେଥିରେ ଯଦି ଠିକ୍ ରହିଲା, ଆନାଲିସିସ୍ ଯଦି ଠିକ୍ ରହିଲା ଆପଣଙ୍କୁ ଗୋଟେ ପ୍ରଫିଟ୍ ଥାଏ। ସେମିତି ପୋଜିସନରେ ଆପଣ ପୋଜିସନରେ ରଖିବେ ଯେ କୌଣସି ସେୟାର ଭ୍ୟାଲୁ ମାସେ କି 2 ମାସ 4 ମାସ ପରେ ସେ ସେୟାର ଭ୍ୟାଲୁ ଉପରକୁ ଯିବ, ସେ ପୋଜିସନରେ ଆପଣ ସେଟା ଗୋଟେ ଏଗ୍ରିମେଣ୍ଟ କରିବେ ପୋଜିସନରେ। ସେମିତି ଆପଣ ଯେତିକି ଆପଣ ପ୍ରଫିଟ୍ କରିବେ, ଯେତେ ଯାହା କରିବେ ସେଥିରେ ଆପଣଙ୍କର ଆନାଲିସିସ୍ ଦ୍ୱାରା ହିଁ ସବୁକିଛି ହେଇଥାଏ। ଇଣ୍ଟ୍ରାଡେରେ ଆପଣ କେମିତି କରିବେ, ଇଣ୍ଟ୍ରାଡେ ହେଉଛି ମାର୍କେଟରେ ଆପଣଙ୍କର 9:30 ଓପନିଂ ହେବ, 3:30 ଭିତରେ ଆପଣଙ୍କୁ ସେ ପୋଜିସନ ବା ଇଣ୍ଟ୍ରାଡେରେ ଆପଣ ଗ୍ରାଫ୍ ବାଇକି ସେଲ୍ କରିକି ଆପଣ ପ୍ରଫିଟ୍ ବାହାର କରିବାର ଅଛି। ଏମିତି ହିଁ ଇଣ୍ଟ୍ରାଡେ ହୋଇଥାଏ। ଯେ ଆକ୍ଚୁଆଲି କାହିଁକି ମାନେ ଇଣ୍ଟ୍ରାଡେ କାହିଁକି ଏତେ ଫେମସ୍, ମାନେ କ'ଣ ପାଇଁ ଲଙ୍ଗ ଟର୍ମରେ ଆମେ କାହିଁକି ଏତେ ମାନେ କାହିଁକି ଏତେ ଫେମସ୍ ନା ଇଣ୍ଟ୍ରାଡେ କାହିଁକି ଫେମସ୍? କାରଣ ଲଙ୍ଗ ଟର୍ମରେ ଧରିଯାଏ ଆପଣ ଯଦି ଦେଖିବେ ଯେ ଯେତେବେଳେ ଆପଣ ଲଙ୍ଗ ଟର୍ମ ଇନଭେଷ୍ଟମେଣ୍ଟ କରୁଛନ୍ତି, ଇନଭେଷ୍ଟମେଣ୍ଟ ଯେତେବେଳେ କରୁଛନ୍ତି ସେଥିରେ କ'ଣ ଯଦି ସେୟାର ଭ୍ୟାଲୁ ଯଦି 100 ଟଙ୍କା ଆପଣଙ୍କୁ ସେଇ 100 ଟଙ୍କାରେ ହିଁ କିଣିବାର ଅଛି। କିନ୍ତୁ ଆପଣଙ୍କୁ ଇଣ୍ଟ୍ରାଡେରେ 100 ଟଙ୍କା ଯଦି ହେଇଥିବ ତ ଆପଣ ସେ 100 ଟଙ୍କା ନେଇ 5ଟା କ୍ୱାଣ୍ଟିଟି କିଣିବେ। କିନ୍ତୁ ସେଥିରେ କ'ଣ ଆପଣ ଯଦି 100 ଟଙ୍କା ଅଛି ଆପଣ ଗୋଟେ କ୍ୱାଣ୍ଟିଟି କିଣିପାରିବେ, କିନ୍ତୁ ଇଣ୍ଟ୍ରାଡେରେ ଆପଣ ଯଦି 100 ଟଙ୍କା ଅଛି ଆପଣ 5ଟା କ୍ୱାଣ୍ଟିଟି କିଣିପାରିବେ। କାହିଁକି ଏସବୁ ଆପଣଙ୍କୁ ଯେଉଁ ବ୍ରୋକର ଆପଣ ଯଦି କରୁଛନ୍ତି ସେ ଆପଣଙ୍କୁ ଲେଭରେଜ୍ ଦେଇଥାଏ। ଲେଭରେଜ୍ ଦ୍ୱାରା ହିଁ ଆପଣଙ୍କୁ ସେଇଟା ଆପଣଙ୍କୁ ଯେଉଁ ମାନେ କ୍ୱାଣ୍ଟିଟି ଆପଣଙ୍କୁ ଅଧିକା କରିଥାଏ। ଲେଭରେଜ୍ କ'ଣ ଆପଣଙ୍କୁ 5xର ଲେଭରେଜ୍ ଧରାଯାଏ, ଆପଣ ଯେଉଁ 500 ଟଙ୍କା ଯଦି ଇଣ୍ଟ୍ରାଡେ ଯଦି କରିବେ ସେଇଟା 5xରେ ଦେବେ, ଯାହାଦ୍ୱାରା ଆପଣଙ୍କୁ 2500ର ଗୋଟେ ଲେଭରେଜ୍ ଦେଇଥାଏ। ଆପଣଙ୍କୁ 5xର ସେଇଟା ଗୋଟେ ଲେଭରେଜ୍ ଦେଇଥାଏ, ଯାହାଦ୍ୱାରା ଆପଣ ବଡ଼ କ୍ୱାଣ୍ଟିଟିରେ ଆପଣ ଲେଭରେଜ୍ କରିବେ, ବଡ଼ ଆକାରରେ ଆପଣ ପ୍ରଫିଟ୍ କରିଥାଏ। ସେଇଟା ହିଁ ଇଣ୍ଟ୍ରାଡେ ଆପଣଙ୍କୁ ସ୍ପେଶିଆଲ କରିଥାଏ ଲେଭରେଜ୍ ଦ୍ୱାରା। ଯେ ଲେଭରେଜ୍ କରିବା ଦ୍ୱାରା ଧରିଯାଏ ଆପଣ କେମିତି ଜାଣିବେ ଯେ ଧରାଯାଉ LICର ସେୟାର ଭ୍ୟାଲୁ ଯଦି 1000 ଟଙ୍କା, ଆପଣଙ୍କ ପାଖରେ ଯଦି 1000 ଟଙ୍କା ଅଛି, 1000 ଟଙ୍କାରେ ଆପଣ କେତେଟା ସେୟାର କିଣିବେ, ଗୋଟେ ସେୟାର କିଣିବେ। କିନ୍ତୁ ଆପଣ ଯଦି
देखिए जदि इंटरनेट जदि करिए इंटरनेट जदि हाँ गोटे ब्रोकर जानी से आप इंटरनेट करते आप जिते करिए से ऑप्शन थे आप लंग टर्म करेंगे ना इंटरनेट करेंगे इंटरनेट जब करिए से आपको जो ब्रोकर देवे 5x लेवरेज देले जब 5x जब लेवरेज दब आपको केते क्वांटिटी किଣିବେ आप 5x आप 5000 इन्वेस्टमेंट कले मैंने 5x रो 5टा क्वांटिटी जो लंग टर्म आप गोटे क्वांटिटी किଣିବେ सेठी इंटरनेट केते क्वांटिटी 5टा क्वांटिटी जहाँद्वारा आपको बड़ क्वांटिटी आप इन्वेस्टमेंट करेंगे धर जाओ कौन कौन केमी प्रॉफिट थाए जदि आप लंग इन्वेस्टमेंट जब करेंगे जदि आप शेयर जदि 1000 ରୁ 1010 है आपको केते प्रॉफिट रहिबो 10 टंका किंतु जदि आप इंटरनेट जब करेंगे इंटरनेट आप जदि 1000 ରୁ 1010 जदि है 10 टंका थाए 10 इंटू 5x जो लेवरेज थाए सेटा मिसी के आप 50 टंका प्रॉफिट थे जहाँद्वारा कौन इंटरनेट आप लंग टर्म ठार बड़ आकार आपको गोटे प्रॉफिट देता है मैंने बड़ आकार आप इन्वेस्टमेंट होता है इंटरनेट किए के लॉस भी करती आप प्रॉफिट कर लॉस भी कर गोटे आप देखुं स्टॉप लॉस कौन स्टॉप लॉस हूँ धर जा आपको कौन सी शेयर वैल्यू अच्छी शेयर वैल्यू आपको कह मो 1000 टंका अच्छी 990 टंका है सेल हो माने आपे ऑटोमेटिकली सेटा सेल हो स्टॉप लॉस माने आपको लॉस मेकिंग टा रखिपार धर आप स्टॉप लॉस जब न कले 1000 ରୁ 900 टंका है आप 100 टंकार लॉस 100 इंटू 5x मैंने 500 टंका आप लॉस हो माने 50% आपंकर जो जिते अमाउंट 50% आपको लॉस हो पार इंटरनेट से स्टॉप लॉस द्वारा आपको लॉस मेकिंग रखिपारे सेकेंड थर्ड देखिए ऑटो स्क्वायर कौन आसता है ऑटो स्क्वायर हूँ आपको जो कौन सी शेयर जब इंटरनेट जब किणुच्च आप बिकबे धर मुझे शेयर को जब गोटे दिन माने 3टा 9टा 30 किणी 3टा 30 से जा पूरा होल्ड कर रखी बिकबे सेटा कौन आप ऑटोमेटिक से बिक्री हो कारण कौन सी ब्रोकर आप आपको ऑटोमेटिक सेल हो कारण इंटरनेट आप एग्रीमेंट कर इंटरनेट एग्रीमेंट होची आप गोटे दिन बा 3 मार्केट ओपनिंग पूर्व क्लोज भितर आप बिकिकी आप प्रॉफिट बाहर कर इंटरनेट जब आप न करें आपको ऑटो स्क्वायर होती आप बिक्री जमी जीरो द्वारा जब देखिए 3टा 20 ग्रोर भी अच्छे 3टा 20 ऑफस्टॉक 3टा 15 एमती तुमको माने कहीं ब्रोकर आपको लेवरेज कौन देते लेवरेज कौन देते कारण प्रॉफिट हम गोटे कथा ब्रोकर आप प्रॉफिट करेंगे माने निजर रेवेन्यू करेंगे जिते आप माने इंटरनेट ट्रेडिंग करेंगे जहाँद्वारा कौन तार गोटे प्रॉफिट बाहर से प्रॉफिट कौन 0.01% कौन से आप देखिए 20 कि 30% आप 30% 20 कि 20 टंका कि 30 टंका आपको नौ जदि बेसी लोक जब खेलिए कौन से प्रॉफिट हम जहाँद्वारा आपको गोटे लेवरेज देते लेवरेज कले आप बड़ आकार खेलिए जहाँद्वारा गोटे प्रॉफिट होता है से प्राय आप आपको लेवरेज देता है जे एडवांटेज ऑफ इंट्राडे रे एडवांटेज कौन एक्चुअली इंट्राडे जब एडवांटेज जब देखिए प्रथम हूँ लेवरेज ही आपको एडवांटेज करुच्ची इंट्राडे जदि आप लंग टर्म में जब इन्वेस्टमेंट करेंगे से कौन आप जो शेयर वैल्यू जब 100 टंका थे आप क्वांटिटी जब 1000 टंका आप 10टा शेयर किनी पारे किंतु आपको जो इंट्राडे जब करेंगे जदि आपको जब 1000 टंका अच्छे आपको 5x जो लेवरेज दो आप क्वांटिटी के 5000 गोटे भैल्यूएसन आप ट्रेडिंग करेंगे जहाँद्वारा आपको लेवरेज परिमाण आप क्वांटिटी अधिक परिमाण आप इंट्राडे खेलते सेकेंड कौन सेकेंड हूँ आप भल माने आप बड़ आकार प्रॉफिट करेंगे धर जा आप कौन लंग इन्वेस्टमेंट जब शेयर जब भैल्यू जब 10 टंका है से कौन 10 टंका प्रॉफिट है किंतु आपको जब इंटरनेट ट्रेडिंग रे जब करेंगे से कौन आप 5x रिटर्न जो 10 टंका प्रॉफिट है 10 इंटू 5 आप कौन 50 टंकार प्रॉफिट देला कौन बड़ अमाउंट आपको प्रॉफिट ही देता धर जो खाली बाय कले ही माने जदि शेयर जब ऊपर को जीव सेटा आप खाली भाव प्रॉफिट ही इनकम करेंगे सेटा सेमती नुहे जब शेयर वैल्यू जब तौक जी ही आप प्रॉफिट करेंगे इंटरनेट कारण इंटरनेट आप शेयर ऊपर को जाओ कि तौक जाओ आप जदि से प्रॉफिट जब करेंगे प्रॉफिट ही करेंगे केमी शॉर्ट सेलिंग द्वारा ही आप प्रॉफिट करेंगे धर जो कौन शेयर जब वैल्यू जब आप जजमेंट करेंगे एटा तौक ग्राफ जी 900 रू से 900
850 ଯିବ। ଆପଣ ଭ୍ୟାଲ୍ୟୁ ଯଦି ଚେକ୍ ଦେଖି ଆନାଲିସ୍ କରିବେ ଯେ ଏଇଟା ତଳକୁ ଯିବ, ଆପଣ ଯଦି ସେଲ୍ ବଟନ୍ରେ କ୍ଲିକ୍ କରିବେ, ସେଲ୍ ବଟନ୍ରେ ଆପଣ ଯଦି କ୍ଲିକ୍ କରିକି ଆମାଉଣ୍ଟ ଆପଣ ଦେବେ ଯେ ଏଇଟା ଏ ସେୟାର ଗ୍ରାଫ୍ ଯେଉଁ ଗ୍ରାଫ୍ ଜଜମେଣ୍ଟ କରୁଛନ୍ତି ସେଟା ତଳକୁ ଯିବ। ଯାହା ଯେତେ ତଳକୁ ଯିବ ଆପଣ ସେତେ ପ୍ରଫିଟ୍ ଥାଏ। ସେଇଟା ହେଉଛି ସର୍ଟ ସେଲିଂ। ସର୍ଟ ସେଲିଂ ଦ୍ୱାରା ହିଁ ଆପଣ ପ୍ରଫିଟ୍ ହିଁ କରିପାରିବେ। ମାନେ ଆପଣ ଇଣ୍ଟ୍ରାଡେରେ ଆପଣ ସେୟାର ଭ୍ୟାଲ୍ୟୁ ଉପରକୁ ଯାଉ କି ତଳକୁ ଯାଉ ଆପଣ ସେଥିରେ ପ୍ରଫିଟ୍ କରିପାରିବେ। ସେ ଥାର୍ଡ଼ରେ କ'ଣ, ଥାର୍ଡ଼ ହେଉଛି ଆପଣଙ୍କୁ ଇଣ୍ଟରଡେ କାହିଁକି ଆଡ଼ଭର୍ଟାଇଜ୍ କରିଥାଏ, ଆପଣଙ୍କୁ ସେଥିରେ ଟାଇମ୍ ଦେବାକୁ ପଡ଼ିବନି। ଆପଣ କି 2 ଘଣ୍ଟା କି 3 ମିନିଟ୍ 4 ମିନିଟ୍ରେ ଆପଣ ସେ ଗ୍ରାଫ୍ ଜଜମେଣ୍ଟ କରିକି ସେଥିରେ ଆପଣ ପ୍ରଫିଟ୍ ହିଁ ବାହାର କରିପାରିବେ। ଫୋର୍ଥରେ କ'ଣ, ଫୋର୍ଥରେ ଆପଣଙ୍କୁ ସବୁବେଳେ କ୍ୟାସ୍ ଫ୍ଲୋ ରହିବ। କ୍ୟାସ୍ ଫ୍ଲୋ ମାନେ ଆପଣଙ୍କ ପାଖରେ ସବୁବେଳେ ପଇସା ରହିବ। ଯେମିତି ଆପଣ କୌଣସି ଜାଗାରେ ଯଦି ଇନଭେଷ୍ଟମେଣ୍ଟ କରୁଛନ୍ତି ସେ ଗୋଟେ ଲକିଂ ପିରିୟଡ଼ ରହୁଛି, ଏତେ ବର୍ଷ 3 ବର୍ଷ ଆପଣଙ୍କୁ ଗୋଟେ ଲକିଂ ପିରିୟଡ଼ ରହୁଛି। କିନ୍ତୁ ଇଣ୍ଟରଡେରେ ଆପଣ ଗୋଟେ ଦିନରେ ଆପଣ ସେଥିରେ ଟ୍ରେଡ଼ିଂ କରୁଛନ୍ତି, ମାନେ ଆପଣ ଯେଉଁ ପଇସା ଲଗାଉଛନ୍ତି ସେଟା କ'ଣ ଆପଣଙ୍କୁ ସବୁବେଳେ ପାଖରେ ରହୁଛି ପଇସା। ଧର 5,000 କି 10 ଲକ୍ଷ ଆପଣ କ'ଣ ଇନଭେଷ୍ଟମେଣ୍ଟ ମାନେ ଟ୍ରେଡ଼ିଂ କରୁଛନ୍ତି, ଯେଉଁଥିରେ କରୁଛନ୍ତି ଟ୍ରେଡ଼ିଂ ସେଟା କ'ଣ ଗୋଟେ ଦିନରେ ହିଁ କରୁଛନ୍ତି। ଆପଣ ଯାହାଦ୍ୱାରା କ୍ୟାସ୍ ଫ୍ଲୋ ଗୋଟେ ଆପଣଙ୍କ ପାଖରେ। ଆମେ ଯଦି ଡିସ୍ଆଡ଼ଭାଣ୍ଟେଜ୍ ଯଦି ଦେଖିବା ଯଦି ଇଣ୍ଟ୍ରାଡେରେ, ପ୍ରଥମେ ଡିସ୍ଆଡ଼ଭାଣ୍ଟେଜ୍ କ'ଣ, ଯଦି ତୁମେ ଯେତେ ଇନକମ୍ କରୁଛ ସେଥିରେ ବି ଲସ୍ ବି କରିପାରିବେ, ଯେତେ ପ୍ରଫିଟ୍ ବି କରୁଛ ସେଥିରେ ବି ଲସ୍ ବି କରିପାରିବେ। ସେଥିରେ ସେକେଣ୍ଡରେ କ'ଣ, ସେକେଣ୍ଡରେ ହେଉଛି ସେଥିରେ ରିସ୍କ ପ୍ରବଳ ଥାଏ। ତୁମେ କୌଣସି ଇନଭେଷ୍ଟମେଣ୍ଟରେ ଯଦି ଇନଭେଷ୍ଟମେଣ୍ଟ କରିବ କ'ଣ, ସେ ଗୋଟେ ଆଜି ହେଲେ କାଲି ହେଲେ ସେ କ'ଣ ଗୋଟେ ପ୍ରଫିଟ୍ ଦେବ। କିନ୍ତୁ ଇଣ୍ଟରଡେରେ ତୁମେ ଗୋଟେ ଗ୍ରାଫ୍ ଜଜମେଣ୍ଟ କରିକି ସେଥିରେ ଗ୍ରାଫକୁ ଜଜମେଣ୍ଟ କରି ସେଥିରେ ପ୍ରଫିଟ୍ ବାହାର କରିବେ, ମାନେ ଏଥିରେ ବହୁତ ଡିଫିକଲ୍ଟ। ମାନେ 99% ଲୋକମାନେ ସେଥିରେ ପଇସା ଲସ୍ କରନ୍ତି। ଥାର୍ଡ଼ରେ କ'ଣ, ଥାର୍ଡ଼ ହେଉଛି ସେଥିରେ ଆପଣ ମେଣ୍ଟାଲ ରିସ୍କ ଥାଏ। ମାନେ ମେଣ୍ଟାଲ ରିସ୍କ ମାନେ ସେଥିରେ ଆପଣ ନିଜର ସବୁ କିଛି ପଇସା ସେଥିରେ ଲଗାଉଛ ନା, ନିଜର ଟାଇମ୍ ଏନର୍ଜି ସବୁ ମାନେ ଗୋଟେ ଗ୍ରାଫରେ ଜଜମେଣ୍ଟ କରିକି ସବୁ ନିଜ ଟାଇମ୍ ଦେଉଛ, ସେଥିପାଇଁ ମେଣ୍ଟାଲ ରିସ୍କ ହାଇ ଥାଏ ଏଥିରେ। ଆଉ ଯଦି ଟ୍ରେଡ଼ିଂ ଆକାଉଣ୍ଟ ଯଦି ଖୋଲିବା ପାଇଁ ଯଦି ଚାହୁଁଛନ୍ତି ତେବେ ତଳେ ଲିଙ୍କ୍ ଅଛି, ତଳେ ଲିଙ୍କ୍କୁ କ୍ଲିକ୍ କରନ୍ତୁ, ତେବେ ଟ୍ରେଡ଼ିଂ ଆକାଉଣ୍ଟ ଆପଣ ଖୋଲିପାରିବେ।